नमस्कार ओडिशावासी शुभ सकाळ आज हूँ 23 सेप्टेम्बर सोमवार आज रही देश विदेश गुरुत्वपूर्ण खबर भुवनेश्वर एवं बंद रह24 तारिख दिन ता सहित 16,000 अधिक कनिष्ठ शिक्षक निजुक्ति मिल सहित सुभद्रा योजना राशन कार्ड और भत्ता टंका केवे मिलमि अनेक 10टी गुरुत्वपूर्ण खबर रही तेणु ता पूर्व आप गोटे अनुरोध वीडियो को लाइक कर वीडियो को शेष पर्यंत देखूँ आपण जिलार खबर देखापी चाहूले आप जिलार ना तले कमेंट कर दिंतु चलतु खबर उपर नजर पकाइबा। नंबर 1 आसंता 24 तारिख बा मंगलवार दिन भुवनेश्वर चक अख बंद डाकरा चलबनी गाड़ी मोटर तेणु 6 घंटिया बंद रहिबो भुवनेश्वर सकाळ 6 रु दिन 1 पर्यंत बंद पालन करिबो बीजेडी भरतपुर थानार महिला को निर्यातना घटना को नहीं भुवनेश्वर पालन बंद करिबो बीजेडी सेथिपई बंद डाकरा कराइछि बोली कहिसेंति बीजेडी समन्वय कमिटी अध्यक्ष देवी मिश्र एसहित बीजेडी सभापति नवीन पट्टनायक मन एसआईटी तदंत ପାଇଁ କହିଛନ୍ତି ବିଜେଡି ନେତା କହିବା ଅନୁସାରେ ଘଟଣାକୁ ଚପାଇ ଦିଆଯାଉଛି 14 ତାରିଖରେ ଘଟଣା ଘଟିଲାଣି ଆଉ ଯଦି ସରକାର ନ ଜାଣିଲେ ହାଇକୋର୍ଟରେ ଜାମିନ ଦେବା ପୂର୍ବରୁ କାହିଁକି 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲା କୋର୍ଟ ବେଲ୍ ଦେବା ପର୍ଯ୍ୟନ୍ତ ସାମ୍ନାକୁ କାହିଁକି ଆସିନଥିଲା ସେ ନେଇ ଚକ ଅଖ ବନ୍ଦ ରହିବ ଆସନ୍ତା କାଲି। नंबर 2 आपण जदि चिकेन खाउछन्ती आजिटू खाइबा बंद कर दियंतु काहेकि ना भुवनेश्वर मेयर तो अनुरोध करछन्ती किंतु चिकेन रु एबे बर्ड फ्लू व्यापुची जा फल जणे मनीष को मध्ये व्यापितिला निमापड़ा रे आपण माने सुनिथिबे निमापड़ा पूरी एबे सबुआडे बर्ड फ्लू जोठी देखियो बर्ड फ्लू एबे आज स्टेशन बजार भुवनेश्वर 2 क्विंटल चिकेन मागणा दिया जाइथिला जा फल 4 घंटा 2 क्विंटल चिकेन मध्ये लोक खाई गले लोक बुझिले नाही ସେଥିପାଇଁ କି ଚିକେନ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରାଜଧାନୀବାସୀ କୁ ଚିକେନ ନ ଖାଇବାକୁ ମେୟରଙ୍କ ଅନୁରୋଧ ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଯିବା ପରେ ଏପରି କହିଛନ୍ତି ମେୟର କିଛି ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ମଧ୍ୟ ଦୋକାନୀଙ୍କୁ ଅନୁରୋଧ କରିଛନ୍ତି ତେଣୁ ଆପଣମାନେ ମଧ୍ୟ ସତର୍କ ରହିଯାନ୍ତୁ ଆପଣ କେଉଁ ଜିଲ୍ଲାରୁ ନିଶ୍ଚିତ ଗୋଟିଏ କମେଣ୍ଟ କରନ୍ତୁ ଏବଂ ଆପଣଙ୍କ ଜିଲ୍ଲାରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ଆପଣ ମଧ୍ୟ କମେଣ୍ଟ କରନ୍ତୁ ଆପଣମାନଙ୍କ ଜିଲ୍ଲାରେ ଯଦି ହୋଇଛି ଆପଣମାନେ ଚିକେନ ଖାଇବା ଟୋଟାଲ ବନ୍ଦ କରିଦିଅନ୍ତୁ ଏବେ ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା ତେବେ ଆଉ ଏକ ବଡ଼ ଖବର ଶେଷ ହେଲା ରତ୍ନ ଭଣ୍ଡାର ସର୍ଭେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ତେବେ ରତ୍ନ ଭଣ୍ଡାର ଭିତରେ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ନେଇ ଚର୍ଚ୍ଚା ଚାଲିଥିଲା ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଏବେ ଟିମ୍ ବାହାରକୁ ବାହାରିଥିବା ସୂଚନା ମିଳିଛି ଏଏସ୍ଆଇ ବିଶେଷଜ୍ଞ ଟିମ୍ ରତ୍ନ ଭଣ୍ଡାର ନିରୀକ୍ଷଣ କରିଥିଲେ 3 ଦିନ ପରିବର୍ତ୍ତେ 2 ଦିନରେ ସୁରୁଖୁରୁରେ ନିରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି ମହାପ୍ରଭୁଙ୍କ ଇଚ୍ଛା ପାଇଁ ଏହା ଶେଷ ହୋଇଛି ବୋଲି କୁହାଯାଉଛି କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ୟା ଦେହରେ ଗୁପ୍ତ କୋଠରୀ ବା ଗୁପ୍ତ ସୁଡ଼ଙ୍ଗ ସେମିତି କିଛି ଦେଖିବାକୁ ମିଳିନାହିଁ ଅପରାହ୍ନ 2ଟାରୁ 6ଟା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଧରାଯାଇଥିଲା ସେପ୍ଟେମ୍ବର 21 22 ଏବଂ 23 3 ଦିନ ଯାଇ ଥିଲା କିନ୍ତୁ ହଠାତ୍ କାଲି ମାନେ 22 ତାରିଖ ଦିନଠାରୁ ସର୍ଭେ ସରିଗଲା ତେବେ ଏ ନେଇକି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ତେବେ ଆଉ ଗୋଟେ ବଡ଼ ଖବର ସୁଭଦ୍ରା ଯୋଜନା ଟଙ୍କା ଯଦି ପାଇନାନ୍ତି ଏବେ ସବୁଠାରୁ ବଡ଼ ଖବର ଜାଣନ୍ତୁ କେଉଁମାନେ ପାଇବେ ତେବେ ତା ପୂର୍ବରୁ ଏସବୁ ଯୋଜନାର ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯଦି ଏପର୍ଯ୍ୟନ୍ତ ଆମ ଭିଡ଼ିଓ ଦେଖୁଛନ୍ତି ଆପଣ ଗୋଟିଏ ଅନୁରୋଧ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ମଧ୍ୟ କରିଦିଅନ୍ତୁ ଦେଖନ୍ତୁ ସୁଭଦ୍ରା ଯୋଜନା ଯେଉଁମାନେ ଟଙ୍କା ନ ପାଇଛନ୍ତି ତାଙ୍କ ବହୁତ ମନ ଦୁଃଖ ଯେଉଁମାନେ ପାଇଛନ୍ତି ଖୁସି କହିଲେ ନ ସରେ କିନ୍ତୁ ଦିନ ରାତି ଜନସେବା କେନ୍ଦ୍ରଠୁ ବ୍ୟାଙ୍କଠୁ ଆରମ୍ଭ କରି ମହିଳାମାନେ ଦୌଡୁଛନ୍ତି ଏପର୍ଯ୍ୟନ୍ତ ତାଙ୍କ ଟଙ୍କା ମିଳିନାହିଁ ଡିବିଟି ଆକାଉଣ୍ଟ କରିସାରିଲେଣି ତା ସତ୍ତ୍ୱେ ମଧ୍ୟ ମିଳିନାହିଁ କାହିଁକି ନା ସରକାର ଘୋଷଣା କରିନାହାନ୍ତି ସୁଭଦ୍ରା ଯୋଜନା ସେକେଣ୍ଡ କିସ୍ତି କେବେ ମିଳିବ ଦେଖନ୍ତୁ ଏ ତ ସେକେଣ୍ଡ କିସ୍ତି ନୁହେଁ କିନ୍ତୁ ଯେହେତୁ ପ୍ରଥମ କିସ୍ତି ସେକେଣ୍ଡ ଫେଜରେ ମିଳିବା କଥା ଏପର୍ଯ୍ୟନ୍ତ ମିଳିନାହିଁ ଏ ନେଇକି ସରକାର ମଧ୍ୟ ଘୋଷଣା କରିବେ କହିଛନ୍ତି ଏ ମାସ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି ତେବେ ଆଉ ଏକ ବଡ଼ ଖବର ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା 6 ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ ତେବେ ଆପଣମାନେ ମଧ୍ୟ ସତର୍କ ହୋଇଯାଆନ୍ତୁ ତେବେ ତା ପୂର୍ବରୁ ଆପଣମାନେ ଯଦି ନୂଆ ଅଛନ୍ତି ଆମ ଚ୍ୟାନେଲରେ ସବସ୍କ୍ରାଇବ କରିଦିଅନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରିକି ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଗୋଟେ କମେଣ୍ଟ କରିଦିଅନ୍ତୁ ଦେଖନ୍ତୁ ଆସନ୍ତା 3 ଘଣ୍ଟା ପାଇଁ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି କିନ୍ତୁ ଲଗାତାର 3 ରୁ 4 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ 6 ଜିଲ୍ଲାରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ସମ୍ଭାବନା ରହିଛି ସେଇଗୁଡ଼ିକ ହେଲା ମୟୂରଭଞ୍ଜ ଭଦ୍ରକ ବାଲେଶ୍ୱର କେଉଁଝର ଅନୁଗୁଳ ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ତେବେ
ଲଘୁଚାପଟି ସୃଷ୍ଟି ହୋଇଛି ଉତ୍ତର ଆଣ୍ଡାମାନ ସମୁଦ୍ରରେ। ସାମୁଦ୍ରିକ ଝଡ଼ ପ୍ରଭାବରେ ସୋମବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ମାନେ ଆଜି ବଙ୍ଗୋପସାଗର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ, ଯାହାଫଳରେ ଆଜିଠୁ ବର୍ଷା ହେବା ଆରମ୍ଭ ହୋଇଯିବ। ଲଗାତାର 3ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ହେବ। ତଳିଆ ଅଞ୍ଚଳରେ ନ ରହିବା ପାଇଁ ଅନୁରୋଧ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି। ତେବେ ଆଉ ଗୋଟେ ବଡ଼ ଖବର, ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସୀମାନ୍ତ ଅଞ୍ଚଳକୁ ବନ୍ଦ କରାଯିବ। ଜାଣନ୍ତୁ କାହିଁକି ଏପରି ମଧ୍ୟ କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 100 ଦିନ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ 3 ଦିନିଆ ବିକାଶ ମେଳାର ଶୁଭାରମ୍ଭ ହୋଇଛି। କଟକଠାରେ ଆୟୋଜିତ ମେଳାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ଦେବସିଂହ କହିଛନ୍ତି ଯେ ଅଧିକ ଲାଭ ଆଶାରେ ରାଜ୍ୟ ବାହାର ଲୋକମାନେ ଓଡ଼ିଶାକୁ ଆସି ଧାନ ବିକ୍ରି କରିବା ଆଶଙ୍କା ଅଛନ୍ତି। ରାଜ୍ୟର ଚାଷୀଙ୍କଠାରୁ ଧାନ କିଣିବା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସୀମାନ୍ତ ଅଞ୍ଚଳକୁ ବନ୍ଦ କରିଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହେଲା 3,100 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଅବସରରେ ମୁଖ୍ୟ ଶ୍ରୀଦେବ ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ତେଣୁ ସବୁଠାରୁ ଚାଷୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ହେଲା ସରକାର ଦେବେ 3100 ଟଙ୍କା। ଆପଣଙ୍କୁ ଆଉ କୋଉଠିକି ଯିବା ପାଇଁ ପଡ଼ିବ ନାହିଁ। ତେଣୁ ଇଏ ଭଳିଆ ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ କରନ୍ତୁ। ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା। ଆଉ ଗୋଟେ ବଡ଼ ଖବର, ରାଜ୍ୟରେ 650ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆତ୍ମସୁରକ୍ଷା କ୍ଲବ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ସୁରକ୍ଷା କ୍ଲବ ପ୍ରତିଷ୍ଠା କରାଯିବ। ରାଜ୍ୟରେ 195ଟି ମହାବିଦ୍ୟାଳୟର ଗତ ଶିକ୍ଷା ବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ଏବଂ ତାଲିମ ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆତ୍ମସୁରକ୍ଷା କ୍ଲବକୁ ସମ୍ପ୍ରସାରଣ କରିବ। ଆଉ ଏଥିପାଇଁ 650ରୁ ଉର୍ଦ୍ଧ୍ୱର ଶିକ୍ଷାନୁଷ୍ଠାନ ମଧ୍ୟ ଚିହ୍ନଟ ହୋଇଛି। ତେବେ ଏ ନେଇକି ମଧ୍ୟ ସବୁଠାରୁ ବଡ଼ କଥା ହେଲା ଯେ 2003 ମସିହାରେ ରାଜ୍ୟ ସରକାରଙ୍କର ଯୁବ ନୀତିରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ପାଇଁ ଏହି ବ୍ୟବସ୍ଥା ହୋଇଥିଲା। ଆଉ ଏକ ବଡ଼ ଖବର, ରାଜ୍ୟରେ 16,000ରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି। ନିଯୁକ୍ତି ନାହିଁ ନାହିଁ ବୋଲି ଲୋକେ ଖୋଜୁଛନ୍ତି ଏବଂ ବାହାରକୁ ପଳାଉଛନ୍ତି, କିନ୍ତୁ 16,000ରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ଏବଂ ଓସେପା ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଗତ ଅଗଷ୍ଟ ମାସ କାଉନସେଲିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ, ଯାହାଫଳରେ 16,000 ଏବେ ନିଯୁକ୍ତି ପାଇବେ। ସେଇଟା ସବୁଠାରୁ ବଡ଼ କଥା। ଏଇଭଳିଆ ଯୋଜନାର ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ ଗୋଟିଏ ମଧ୍ୟ କରିଦିଅନ୍ତୁ। ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା। ତେବେ ଆଉ ଗୋଟେ ବଡ଼ ଖବର, ସରକାରଙ୍କ ଘୋଷଣା ଅକ୍ଟୋବର 31 ତାରିଖ ଇ-କେୱାଇସିର ଶେଷ ତାରିଖ। ଆପଣ ଯଦି ଇ-କେୱାଇସି କରିନାହାନ୍ତି ତୁରନ୍ତ ଆସି ଇ-କେୱାଇସି କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ କଟିବ। ଇ-କେୱାଇସିର ଗୋଟିଏ କାରଣ ସରକାର ଖୋଲି କହିଛନ୍ତି ଯେ ଇ-କେୱାଇସି କରିବା ଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିବ, ଯାହାଫଳରେ ନୂଆ ଆବେଦନ ଯେଉଁ 8ରୁ 9 ଲକ୍ଷ ଲୋକେ କରିଛନ୍ତି ତାଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଆଉ ଗୋଟିଏ କଥା ହେଲା ଇ-କେୱାଇସି କରିବା ପାଇଁ ବାହାରେ ମଧ୍ୟ ଜଣଙ୍କ ପିଛା 200ରୁ 500 ଟଙ୍କା ନେଉଛନ୍ତି। ଆପଣ ଚାହିଁଲେ ସେଠୁ ଟ୍ରାଏ କରିପାରିବେ। ନହେଲେ ସିଧା ଆସି ଘରଟି ଆପଣ ଇ-କେୱାଇସି କରିଦିଅନ୍ତୁ, ଯାହାଫଳରେ ଆପଣଙ୍କର ଟଙ୍କା ମଧ୍ୟ ତୁରନ୍ତ ଆସିଯିବ। ତେବେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ହେଲା ଭତ୍ତା ଟଙ୍କାକୁ ନେଇ ବଡ଼ ଅପଡେଟ୍। ସରକାର ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଭତ୍ତା ଟଙ୍କା କେବେ ମିଳିବ, କିନ୍ତୁ 60ରୁ 80 ବର୍ଷ ଯେଉଁମାନେ ତାଙ୍କୁ 1,000 ଟଙ୍କା ମିଳିବ, 80 ବର୍ଷ ପରେ ଯେଉଁଟା ତାଙ୍କୁ 3,500 ମିଳିବ। ଏ ନେଇ ମଧ୍ୟ କିଛି ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ, ଆନ୍ଦୋଳନ କରିଥିଲେ। ଏମିତି କେମିତି ହେବ, ତାପରେ ଗଭର୍ଣ୍ଣମେଣ୍ଟ ନିଷ୍ପତ୍ତି ନେଲା ଯେ 60 ବର୍ଷ ପରେ ଯେଉଁମାନେ ଅଛନ୍ତି ତାଙ୍କୁ 1,000 ଟଙ୍କା ଏବଂ 80 ବର୍ଷ ପରେ ହେଲେ ତାଙ୍କୁ 3,500 ଟଙ୍କା ମିଳିବ। ତେଣୁ ଅପେକ୍ଷା କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ପ୍ରତ୍ୟେକ ଯୋଜନା ବିଷୟରେ ଜାଣିପାରିବେ। ତେଣୁ ଇଏ ଥିଲା ଆଜିର ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ନୂଆ ଏପିସୋଡ